नमस्कार। जय जगन्नाथ। आसंतु शुणिबा दाढ़िहता भक्ति महिमा सप्तम अध्याय रामदास संवाद। एही चरित्रटी शुणिबा पूर्वरु आपण मानंकु गोटे अनुरोध, चैनल को सब्सक्राइब करी वीडियो को लाइक करी कमेंट बॉक्स रे जय जगन्नाथ बोली निश्चय लिखिबे। आसंतु शुणिबा रामदास चरित। मनोवाच शुणी आनंद मनो राजा, चैतन्य पादे कले पूजा। कह हे अपूर्व चरित, शुणी मु होइबि पवित्र। एही प्रकारे भक्त जेते, चरि अछंती कह मते। अति तृषित मोर मन, बेगे कराओ सुधा पान। पुणे चैतन्य अनुरागे, कहई मनु राजा आगे। हे मनु सावधाने शुण, शुणिले पाइबु कारण। ए बड़ पूर्व चरित, शुण निश्चल करी चित्त। दक्षिण देशे पुण्य क्षेत्र, देखिला मात्र के पवित्र। श्रीलक्ष्मणଙ୍କ सहर, भक्ति मुक्ति दुआर। स्वर्गर समान अटई, जमर बाधा न लागई। एमंते पुण्य ग्रामे बास, नाम ताहार रामदास। गृही वैष्णव अटे पुण, तार कुटुंब 3 जण। एकई पुत्र एक नारी, से ग्रामे थांती मठ करी। सर्वदा काले ता भजन, केवल प्रभु लक्ष्मण। श्रीपाद पद्म पद भावी, न जाने अन्य देवा देवी। करिण एही भावे ध्यान, सुखरे बंचु थाई दिन। जाहा मिलई भुंजे नित्य, चिंता न थाई तार चित्ते। धीर चतुर महाशांति, पंडित विवेकता मति। प्रभु महिमा नित्य शुणे, संसार भल मंद जाने। देह बहिबा जेउ लाभ, केवल करे सेही भाव। साधुंक सेवा करे नित्य, दियई सेहु सदा वर्त। वैष्णव नानादि प्रकारे, आसी मिलंती प्रतिदिने। नाग निर्मोही खांकी जेते, विरक्त संयमी सहिते। चारि संप्रदाय साधु माने, आसी मिलंती तार द्वारे। जोगी सन्यासी ब्रह्मचारी, बानप्रस्थ गृही भिकारी। संजोगी विप्रंक सहिते, दुखी दरिद्र आदि जेते। एमाने 4 दिगु आसी, ताद्वारे भोजन प्रकाशी। नाही न बोले से वचने, सबको तो से अन्नदाने। रोटी खेचड़ी पूरी खीरी, अन्न व्यंजन आदि करी। जे जेउ द्रव्य इच्छा करे, तसई सेही परकारे। 10 20 वा 60 शते, किबा सहस्र परिजन्ते। जेते ओइले तेते देई, केबे हे नाही न बोलई। तार संकल्प एही मते, द्वारे अतिथि थांती जेते। तांक चर्चा जेबे होई, तेबे से अन्न खाए जाई। नहिले न करे भोजन, एही प्रकारे बंचे दिन। एमंते केते दिन गला,
ତାର ସମ୍ପଦ ଚ୍ୟୁତ ହେଲା। ତା ଦେଖି ଦାରା ପୁତ୍ର ତାର ବୋଲନ୍ତି ଶୁଣ ହେ ପିଅର। ଦିନକୁ ଦିନ ଧନ ଶେଷ ଅଭାଗ୍ୟ ହେଲାଟି ପ୍ରବେଶ। ଆଗହୁଁ ବିଚାରିଣ ଥିବା ଅତିଥି କାହୁଁ ଚରଚିବା। ଶୁଣିଣ ଏସନ ସନ୍ଦେଶ ବୋଇଲା ଭକ୍ତ ରାମଦାସ। ଚିନ୍ତିତ କିମ୍ପା ତୁମ୍ଭ ମନ ଯାହାର ପ୍ରଭୁ ଲଛମନ। ଦେବାଦି ଆଇବା ଠାକୁର କେବଳ ସେହି ସିନା ମୋର। ତା ବିନା ଆଜ୍ଞାରେ ଯିବ କିସ କରିବା ଶକ୍ତି ହେବ। ସାଧୁଙ୍କ ସେବାକୁ ମୋ ଛାର କୋଟିଏ କୀଟରୁ ଅନ୍ତର। କେବଳ ସାହା ଦେବ ରାୟ ଏଣୁ ମୋହର ନାହିଁ ଭୟ। ଏମନ୍ତେ ମନେ ବିଚାରିଲା ଏକ ସାଧୁ ତା ଦ୍ୱାରେ ହେଲା। ଆପଣା ନାମେ ଗୋଜା ଦେଇ ବୋଇଲା ଶୁଣ ଧନୀ ତୁହି। ସାଧୁମାନଙ୍କ ଚରଚାକୁ ଦେବ ହେ ଖରଚ ଆମ୍ଭଙ୍କୁ। ପ୍ରତିଦିନର ବ୍ୟୟ ଯେତେ କେବଳ ଦେଉଥିବ ମୋତେ। ଏମନ୍ତ ବୋଲି ଚଳିଗଲେ ମନ୍ଦିରେ ପ୍ରବେଶ ହୋଇଲେ। ପୁତ୍ର ଭାରି ଯାକୁ କହିଣ ଆନନ୍ଦ ହେଲେ ତିନି ଜଣ। ସେହି ସାଧୁର ଘରୁ ଧନ ବ୍ୟୟ କରନ୍ତି ପ୍ରତିଦିନ। ଯେତେବେଳରେ ଲୋଡ଼ା ଯାହା ସାଧୁ ତ ଦେଉଥାଇ ତାହା। ଏମନ୍ତେ ଗଲା କେତେ ଦିନ ଗୋଜାରେ ପୂର୍ଣ୍ଣ ହେଲା ଧନ। ଲେଖାରେ ସହସ୍ର ମୋହର ହେଲା ଯେ ଦାସଙ୍କ ଉପର। ଆଉ ନ ଦେଲା ଧନ ଧାନ କହିଲା ନିଷ୍ଠୁର ବଚନ। ବୋଇଲା ଧନ ମୋର ଦିଅ ଲୋଡ଼ା ହୋଇଲେ ଆଉ ନିଅ। ତାଠାରୁ ନିରାଶ ଶୁଣିଲେ ଆଭର ଧନୀ ଘର ଗଲେ। ଅନେକ ପ୍ରକାରେଣ କହି ପୁଣ ଗୋଜାଏ ଲେଖା ଦେଇ। ତାଠାରୁ ବ୍ୟୟ କଲେ ଧନ ଏମନ୍ତ ଗଲା କେତେ ଦିନ। ତହୁଁ ସମ୍ପୂର୍ଣ୍ଣ ତାର ହେଲା ଆଉ ଅଧିକ ସେ ନ ଦେଲା। ଏମନ୍ତ ବିଚାରିଣ ମନ ତାଠାରୁ ବନ୍ଦ କଲେ ଋଣ। ନଗରେ ସମସ୍ତେ ଜାଣିଲେ ଦାସେ ଅନେକ ଋଣ କଲେ। ଏମନ୍ତେ ସମସ୍ତେ ସାଧୁତ ପ୍ରତ୍ୟେନ ଗଲେ କଦାଚିତ। ମାଣେ ତଣ୍ଡୁଳ ପ୍ରକାଶିଲେ ସକଳ ଲୋକେ ଝିଙ୍ଗାସିଲେ। ସୁନିଆ ଶସ୍ତ୍ର ପାଞ୍ଚ ଯାଏ ଋଣ ତୁ କଲୁ ସବୁ ଠାଏ। ଏତେ କଣ୍ଟ ନାହିଁ ତୋତେ ଆହୁରି ମାଗୁଅଛୁ କେତେ। ଏମନ୍ତ ସବୁରି ନିରାଶ ଦେଖିଣ ଭକ୍ତ ରାମଦାସ। ବିଚାର କଲା କ ମନର କି ବୁଦ୍ଧି କରିବି ଏଥର। ସାହୁଙ୍କ ନିରାଶ ବଚନ ମଠରେ ନାହିଁ ଆଉ ଧନ। ଏହି ସମୟେ ସାଧୁମାନେ ଯେବେ ଆସିବେ ମୋ ଭବନେ। ତାହାଙ୍କୁ ଦେବି ମୁହିଁ କିସ ନଦେଲେ ହୋଇବେ ନିରାଶ। ଅତିଥି ଲେଉଟିବେ ଯେବେ ମୋର ମରଣ ହେବ ତେବେ। ଏମନ୍ତ ବିଚାରୁତା ଚିତେ ଆସି ମିଳିଲେ ଜମାଉତେ। ଏକତ୍ରେ 5 ସହସ୍ର ମୂର୍ତ୍ତି
ମୁକୁଟ ବନ୍ଧା ଆସିଛନ୍ତି। ମଠରେ ହୋଇଲେ ପ୍ରବେଶ, ତା ଦେଖି ଭକ୍ତ ରାମ ଦାସ। ହୃଦ ପଦ୍ମରେ କଲା ଭୀତି, ଚିନ୍ତିଲା ଅନନ୍ତ ମୂରତି। ଭୋ ପ୍ରଭୁ ତୁମ୍ଭେ ଯାହା କର, ସକଳ ଆୟତ ତୋହର। ଏମନ୍ତ ବିଚାରୁତା ମନେ, କଟାଳ କଲେ ସାଧୁମାନେ। ବୋଇଲେ ଶୁଣ ଦାତା ତୁହି, ଉଛୁର କରୁ କାହିଁ ପାଇଁ। ଆମ୍ଭ ଚର୍ଚ୍ଚା ବେଗେ କର, ଯେବେ ଧର୍ମକୁ ଇଛୁ ତୋର। ବିଳମ୍ବ ହୋଇଲେ ବହୁତ, ତୋହର ସରିବ ମହତ। ଅତିଥି ସହି ନ ପାରିବେ, ନାନା ପ୍ରକାରେ ଗାଳି ଦେବେ। ତାହା ଶୁଣିଣ ରାମ ଦାସ, ବୋଇଲେ ତୁମ୍ଭେ ମାନେ ବସ। ତୁମ୍ଭ ଚଉରଚା ବିଧିମାନ, କରିବେ ପ୍ରଭୁ ଲଛମନ। ମୋଛାର କେତେକ ମାତର, କହି ଚଳିଲେ ନିଜ ପୁର। ପୁତ୍ର ଭାରି ଯାକୁ ବସାଇ, ସକଳ କହିଲେ ବୁଝାଇ। ସାଧୁମାନେ ଯେ ଛନ୍ତି ଯେତେ, ମାଣେ ଚଣ୍ଡୁଳ ଆଉ ମତେ। ପରତେ କରିଣ ନ ଦେଲେ, କି ବୁଦ୍ଧି କରିବା ଗୋ ଭୋଲେ। ସାଧୁଙ୍କ କଟାଳ ବହୁତ, ଘରେ ତ ନାହିଁ ଆଉ ବିତ। ଆନର ଚରଚା କେମନ୍ତେ, କରିବା କହ ବୁଦ୍ଧି ମତେ। ତା ଶୁଣି ପୁତ୍ର ଦାରା କହି, କିମ୍ପାଇଁ ଚିନ୍ତା କରୁ ତୁହି। ମଠ ପିତଳ ସଜମାନ, ଗରିଆ ଗଡ଼ୁ ବରତନ। ଲୋଟିଆ ବଳା କୁମ୍ଭ ଯେତେ, ଯେ ସ୍ଥଳୀ ଫରୁଆ ସହିତେ। ଏମାନ ଯେତେ ଅଛି ତୋର, ଆବର ଦେହ ଅଳଙ୍କାର। ସମସ୍ତ ଘେନି ବେଗେ ଯାଅ, ସାଧୁଙ୍କ ଘରେ ବନ୍ଧା ଦିଅ। ଆଜ ଅତିଥିଙ୍କ ନିମନ୍ତେ, ଲୋଡ଼ା ହୋଇବ ଧନ ଯେତେ। ବହନ ଯାଇ ଘେନି ଆସ, ଶୁଣି ଆନନ୍ଦ ରାମ ଦାସ। ସମସ୍ତ ଦ୍ରବ୍ୟ ଠୁଳ କଲା, ଘେନାଇ ଧନୀ ଘର ଗଲା। ବୋଇଲା ଶୁଣ ହେ ସାଧୁତ, ବନ୍ଧା ତୁ ରଖ ଏହୁ ବିତ। ଆଜ ସାଧୁଙ୍କୁ ଲାଗେ ଯେତେ, କେବଳ ତାହା ଦିଅ ମତେ। ଶୁଣି ସାଧୁତ କୋପ ଭର, ବୋଇଲେ ଶୁଣ ମୋ ଉତ୍ତର। ଯେତେ ପଦାର୍ଥ ଅଛି ତୋର, ସକଳ ବନ୍ଧା ସିନା ମୋର। ମୋର ପଦାର୍ଥ ମତେ ଦେଇ, ଆସିଛୁ ଜଟିବାର ପାଇଁ। ଛାଡ଼ ଏ କଥା ମନୁ ତୋର, ମହତ ଜୀବଟିଏ ଥର। ଯେତେ ତୁ ଧନ ଅଛୁ ନେଇ, ନ ଦେଇ ରଖିଛୁ କିମ୍ପାଇଁ। କେବଳ ଭରସା ତୋହର, ନ ଦେଉ ପଦାର୍ଥ ମୋହର। ଏଥର ମହତ ସରିବ, ପୁତ୍ର କୁଟୁମ୍ବ ବିକା ଯିବ। ଦେଖିବା କେ ରଖିବ ତୋର, ରଣ ସୁଝିଲେ ଯିବୁ ଘର। ଏମନ୍ତ ବୋଲି ଗାଳି ଦିଅନ୍ତେ, ମିଳିଲେ ସକଳ ସାଧୁତେ। ସକଳ ସାଧୁ ସେହିଠାରେ, ଗଞ୍ଜିଲେ ନାନା ପ୍ରକାରେ। କେବଲେ ଧନ ଦେଲେ ଯିବୁ, ନହିଲେ ଅର୍ଗଳାରେ ଥିବୁ।
ଛାଡ଼ିଏ ବାହା ପିଆ ପଣ ଯେ ଯାହା ଧନ ବେଗେ ଆଣ ଲଜ୍ଜା କି ନାହିଁ କହ ତୋତେ ଦାତା ବୋଲାଉ ଏ ଜଗତେ ଶୁଣିଣ ସବୁରି ନିରାଶ ବୋଇଲା ଭକ୍ତ ରାମ ଦାସ ତୁମ୍ଭେ ସମସ୍ତେ ସାଧୁ ଶୁଣ ମୋତେ ଲାଗିଛି ତୁମ୍ଭ ରଣ ଉପର ହସ୍ତେ ଅଛ ଦେଇ ତଳ ହସ୍ତରେ ଅଛି ନେଇ ସେ ବ୍ରହ୍ମ ବିଷର ସମାନ ଖାଇକେ ପାରି କରେ ରଣ ବିଷ ଖାଇଲେ ଜଣେ ମରେ ବ୍ରହ୍ମସ୍ତ ବଂଶ ନାଶ କରେ ବ୍ରହ୍ମା ଇନ୍ଦ୍ରାଦି ସୁରାସୁରେ ଯକ୍ଷ ଗନ୍ଧର୍ବ ଯେ କିନ୍ନରେ ଋଣ ଭୁଜଙ୍ଗ ଦଂଶେ ଯାରେ ଗୁଣିଆ ନାହିଁ ଆଉ ତାରେ ବିଷତ ଝଡ଼ିଲେ ଝଡ଼ଇ ନହିଲେ ଦେହ ସଙ୍ଗେ ରହି ସେ ଯାଇ ଜୀବର ସହିତେ ବିଷର ବଡ଼ ପଣ ଏତେ ବ୍ରହ୍ମ ସକାଳେ ଦେହ ନାସି ଗମଇ ଯିବ ସଙ୍ଗେ ମିଶି ବୃକ୍ଷର ଛାୟା ପ୍ରାୟ ହୋଇ ଜୀବର ସଙ୍ଗେ ଲାଗିଥାଇ ଋଣ ସୁଝିଲେ ଛାଡ଼ ଦେଇ ନହିଲେ ଜନ୍ମେ ଜନ୍ମେ ଥାଇ ଏଣୁ ଏ ପୁତ୍ର ଦ୍ୱାରା ଧନ ବୋଲନ୍ତି ଋଣାନୁବନ୍ଧନ କେବଳ କଥା ଏକ ଅଛି ଶୁଣ ମୁଁ ତୁମ୍ଭଙ୍କୁ କହୁଛି ବୋଇଲେ ରାଜା ଆଉ ନାହିଁ ଅଧିକ କି କହିବି ମୁହିଁ ସାହୁ ଯେ ଚନ୍ଦ୍ର ଗଙ୍ଗା ଜଳ କପାଳୁ କେଡ଼େ ବାସି ତଳ ଶୁଣ ହେ ସକଳ ସାଧୁତେ ଆଜମା ଗୁଣି ମୋର ଏତେ ଏ ସର୍ବ ରଖି ତୁମ୍ଭ ଠାର ସାଧୁ ଚରଚା ଆଜ କର ବିଳମ୍ବ କଲେ ଅପରାଧ କେଶହୁ ସାଧୁଙ୍କର କ୍ରୋଧ ଏଣୁ ମାଗୁଣି ମୋର ଏତେ କରବା ନ କର ସମସ୍ତେ ତୁମ୍ଭ ବ୍ରହ୍ମ ସମାନ ଯେତେ ମନେ ଅଛଇ ମନିରତେ ଶ୍ରୀଲକ୍ଷ୍ମଣଙ୍କ ଆଜ୍ଞାରେ ସୁଝିବି ବିଚାରି ମନରେ ଦାସଙ୍କ କହିବାରୁ ଏତେ ଶୁଣିଣ ଆନନ୍ଦ ସମସ୍ତେ ସେ ଯାହା ବନ୍ଧାଣି ଥିଲେ ସମସ୍ତ ଲେଉଟାଇ ଦେଲେ ସାଧୁଙ୍କ ଚରଚାକୁ ଯେତେ ଲେଖିଣ ଦେଲେ ସେ ହରସେ ତାହା ଧରିଣ ରାମ ଦାସେ ଚଳିଲେ ମନର ହରସେ ମନ୍ଦିରେ ପ୍ରବେଶ ହୋଇଲେ ସାଧୁମାନଙ୍କୁ ଚରଚିଲେ ଅତିଥି ଭୋଜନ ସାରିଣ ଗଲେ ସେ କଲ୍ୟାଣ ବାଞ୍ଛିଣ ଏମନ୍ତେ 3 ଦିନ ଗଲା ଚତୁର୍ଥ ଦିନ ଆସି ହେଲା ଏଥି ଉତାରୁ ଭକ୍ତି ଚିତେ ବିଚାର କଲା ନାନା ମତେ କି ବୁଦ୍ଧି କରିବି ବୋଇଲା ସାଧୁମାନଙ୍କୁ କଣ୍ଟ ଦେଲା ନଦେଲେ ତାହାଙ୍କର ବିତ ରଖିବେ ନାହିଁ ମୋ ସହିତ ଏଥି ଉତାରୁ ତୀର୍ଥବାସୀ ଯଦ୍ୟପି ଦ୍ୱାରେ ମୋର ଆସି ପ୍ରକାଶ କରିବେ ଭୋଜନ ମୋତେ ତ ନ ମିଳିବ ଧନ ନିରାଶ ହୋଇଣ ସମସ୍ତେ ଲେଉଟି ଯିବେ ଯେଝା ମତେ ତାହା ଦେଖିଣ ମୋ
ଜୀବନ ଥିବାର କିସ ପ୍ରୟୋଜନ ନ ଦେଖୁ ଏହି ନ ଚରିତ ଜୀବନ ଯିବା ହିଁ ଉଚିତ ଏମନ୍ତ ବୋଲି ଚଳିଗଲେ ନାଗ ଗରଳ ଅଣାଇଲେ ଯତନ କରି ତାହା ରଖି ପତ୍ନୀ କି ବୋଇଲେ ସେ ଡାକି ଅତିଥି କିଛି ନ ପାଇବେ ନିରାଶ ହୋଇ ବାହୁଡ଼ିବେ ଏହା ଦେଖିବା ଯାଏ ପ୍ରାଣ ରହିବା କିସ ପ୍ରୟୋଜନ ଏଥକୁ ନୁହନ୍ତୁ ବିକଳ ମୁଁ ଏବେ ଭକ୍ଷିବି ଗରଳ ତା ଶୁଣି ଯୁବତୀ ରତନ ପତିକି ବୋଇଲେ ବଚନ ତୁମ୍ଭେ ତ ମୋର ସଙ୍ଗ ଫଳ ବୃକ୍ଷକୁ ଯେ ସନବ କଳ ଫଳର ମଞ୍ଜି ପ୍ରାୟ ହୋଇ ଦଇବ ଲଗାଇଅଛଇ ପତିବିହୀନା ଯେଉଁ ନାରୀ ସଂସାରେ ଥାନ୍ତି ଦେହ ଧରି କେ କହୁ ତାଙ୍କ ଦୁଃଖ ମାନ ଜୀବନ୍ତେ ମରଣ ସମାନ ମୋତେ ଛାଡ଼ିବା ମନେ କର ଏ କେଉଁ ଧରମ ତୁମ୍ଭର ତୁମ୍ଭେ ପରାଣ ଦେବ ଯେବେ ମୁହିଁ ଭୁଞ୍ଜିବି ବିଷ ତେବେ ତା ଶୁଣି ସ୍ୱାମୀ ବୋଲେ ସତ ପୁତ୍ର ଯେ ହୋଇବ ନାଥ ଅବଳା ହୋଇଲ ବଚନ ଯାହାର ପ୍ରଭୁ ଲଛମନ ଅବଳା ବୋଲଇ ବଚନ ଯାହାର ପ୍ରଭୁ ଲଛମନ ତାର କାହାକୁ ଅଛି ଡର ଭୂସ୍ୱାମୀ ବିଚାର ନ କର ଏମନ୍ତ କୁହାକୁହି ହେଲେ ଦୁହେଁ ଭୁଞ୍ଜିବା ମୂଳ କଲେ ଏଥି ଉତ୍ତାରୁ ଶୁଣ ରସ ରଜନୀ ହୋଇଲା ପ୍ରବେଶ ପୁତ୍ର ଦ୍ୱାରା ଦି ତିନି ଜଣ ଆନନ୍ଦେ ଭୋଜନ ସାରିଣ ଶୟନ ମନ୍ଦିରରେ ପଶି ସମସ୍ତେ ପ୍ରଭୁ ନାମ ଘୋଷି ବିଷ ତାଟିଆ ଲୁଚାଇଣ ରଖିଲେ ଶୟନ ଠାବେଣ ଭୁଞ୍ଜିବା ପୁତ୍ର ନିଦ୍ରା ଗଲେ ବୋଲି ଗୋପତେ ବିଚାରିଲେ ପ୍ରଭୁଙ୍କ ପାଦ ପଦ୍ମେ ମତି ଦେଇ ଅନେକ କଲେ ସ୍ତୁତି ଜୟ ତୁ ଜୟ ଦୀନ ବନ୍ଧୁ ନାମ କରୁଣାମୟ ସିନ୍ଧୁ ଅନାଦି ପ୍ରଭୁ ଆଦି କନ୍ଦ ଲୋକପାଳନ ସଦାନନ୍ଦ ଏଣୁ ଶରଣ ତୋ ପୟର ତୋ ନାଥ ଯାହା ଇଚ୍ଛା କର ଜୟ ତୁ ଅନନ୍ତ ମୂରତି ଅଶେଷ ଜୀବ ପ୍ରାଣପତି ଜୟ କୋଦଣ୍ଡ କାଣ୍ଡ ପାଣି ଚିନ୍ତାର୍ଥୀ ଜନ ଚିନ୍ତାମଣି ଭକତ ବତ୍ସଳ ତୋ ବାନା ଭବ ଭୟକୁ ବଜ୍ର ସେନା ପ୍ରାର୍ଥନା ସରୁଛି ଆମ୍ଭର ତୋ ନାଥ ଯାହା ଇଚ୍ଛା କର ଏହା ବୋଲନ୍ତି ବେନି ପାଣି ଜାଣିଲେ ସର୍ବ ଅନ୍ତର୍ଯ୍ୟାମୀ ମହାନିଦ୍ରାକୁ ଆଜ୍ଞା ଦେଲେ ବହନ ଯିବୁ ତୁ ବୋଇଲେ ମୋ ଭକ୍ତ ମାନଙ୍କୁ ଜାଇଣ ନିଦ୍ରାରେ ମୋହ ଏହି କ୍ଷଣ ଆଜ୍ଞା ପ୍ରମାଣେ ନିଦ୍ରା ଗଲା ତିନିଙ୍କ ହୃଦୟ ମୋହିଲା ବିଷ ଭକ୍ଷିବା ଭୁଲି ଯାଇ
ନିଦ୍ରାରେ ପଡ଼ିଲେ ଘୁମାଇ। ଏମନ୍ତ ସମୟରେ ଆସି ହୋଇଲା 10 ଘଡ଼ି ନିଶି। ଯେ ପ୍ରଭୁ ସର୍ବଦା ଅଚିନ୍ତା ଲାଗିଲା ଭକ୍ତ ଜନ ଚିନ୍ତା। ଅତ୍ୟନ୍ତ ତୋରା ହେଲା ମନ ବିଜୟ ପ୍ରଭୁ ଲଛମନ। ସେ ରାମ ଦାସଙ୍କ ସ୍ୱରୂପ ମାୟାରେ ହେଲେ ଯେ କୁରୂପ। ସଙ୍ଗତେ ଘେନି ଦାସ ଜନ ବୋହାଇ ସାଧୁଙ୍କର ଧନ। ଛାମୁରେ ଦିହୁଡ଼ି ଲଗାଇ ବିଜୟ କଲେ ଭାବଗ୍ରାହୀ। ସାହୁଙ୍କ ଦ୍ୱାରେ ବିଜେ କରି ଡାକିଲେ ଧନୀ ନାମ ଧରି। ବହନ ହୋଇ ଉଠି ଆସ ଆମ୍ଭେ ଆସିଛୁ ରାମ ଦାସ। ଦଇବେ କଣ୍ଟ ଆଜ ଦିନ ନିୟତ ଋଣ ଦେବା ଧନ। ଶୁଣି ସାଧୁ ତ ବେଗେ ଉଠି ଦ୍ୱାରେ ପ୍ରଭୁଙ୍କୁ ଯାଇ ଭେଟି। ସ୍ୱର ଯୋଗୀନ୍ଦ୍ର ମୁନିମାନେ ଯାହା ଚିନ୍ତନ୍ତି ଦିବ୍ୟ ଜ୍ଞାନେ। ଭକ୍ତକୁ ଗଣ ଦେବା ଫଳେ ତାଙ୍କୁ ଦେଖିଲେ ଚର୍ମ ଡୋଳେ। ଜାମାୟା ଦେବେ ଅଗୋଚର କାହୁଁ ଚିହ୍ନିବ ନର ଛାର। ନିଜ ଖାତକ ପ୍ରାୟ ମଣି ବୋଇଲେ ଶୁଣ ମୋର ବାଣୀ। ଏଡ଼େ ନିଶାରେ କାହିଁ ପାଇଁ ଅଇଲ କୁହ ହେ ଗୋସାଇଁ। ତା ଶୁଣି ଜଗତ ଜୀବନ ବୋଇଲେ ଶୁଣ ମୋ ବଚନ। ପଦାର୍ଥ ନଥିବାରୁ ମୋତେ କହୁ ଯେ ଥିଲ ନାନା ମତେ। ଆଜ ପ୍ରବଳ ହେଲା ବିତ ରଖିବା ନୁହଁ ଉଚିତ। ଲେଖିଦେବା ଯେ ଧନ ତୋର ମିଶାଇ ମୂଳ କଳନ୍ତର। ସୁନିଆ ଗଣି ଘେନି ଯାଅ ଆମ୍ଭରି ଗୋଜା ଗୋଟି ଦିଅ। ଏମନ୍ତ ବୋଲି ଧନ ଦେଲେ ତାଠାରୁ ଗୋଜା ଘେନି ଗଲେ। ବୋଇଲେ ଶୁଣ ହେ ସାଧୁ ତୋ ଆଗେ କହୁଅଛି ସତ। ଏବେ ମୁଁ କହୁଅଛି ତୋତେ ବ୍ୟୟ ତୋ ସାଧୁଙ୍କ ନିମନ୍ତେ। ଯେତେ ଲାଗିବ ଦେଉଥିବୁ ସେ ଧନ ଆମ୍ଭେ ସୁଝି ଦେବୁ। ଆମ୍ଭେ ଖାତକ ତୁମ୍ଭେ ସାହୁ ଏଥିକି କିମ୍ପା ଡରୁଥାଉ। ଏମନ୍ତ ଆଜ୍ଞା ତାକୁ ଦେଲେ ସେଠାରୁ ବିଜେ କରିଗଲେ। ଏହି ପ୍ରକାରେ ଯେତେ ସାହୁ ସଭିଙ୍କ ଦ୍ୱାରେ ମହାବାହୁ। ସୁନିଆ ମାନ ଗଣି ଦେଲେ ସମସ୍ତ ଗୋଜା ଘେନି ଗଲେ। ଚଳିଣ ଗଲେ ସେ ସତରେ ମନ ଛଇ ଭକ୍ତ ଠାରେ। ପ୍ରବେଶ ଦାସଙ୍କ ଭୁବନେ ବିଜୟ କଲେ ସିଂହସ୍ଥାନେ। ବିଷ ତାଟିଆ করে ଧରି ଫିଙ୍ଗିଣ ଦେଲେ ଦୂର କରି। ସେହି ତାଟିଆ ପରେ ଗୋଜା ରଖିଦେବାଧିଦେବ ରାଜା। ଅନ୍ତର ହେଲେ ଭାବଗ୍ରାହୀ ଏମନ୍ତେ ଗଲା ରାତ୍ର ପାହି। କାକକୁ କୁଟ ରଡ଼ି ଶୁଣି ନିଦ୍ରା ତେଜିଲେ ବେନି ପ୍ରାଣୀ। ରଟି ପ୍ରଭୁଙ୍କ ନାମ ଗୁଣ ପତି ବୋଇଲେ ପତ୍ନୀ ଶୁଣ। ମୁଁ ବଡ଼ ମନ୍ଦ କର୍ମ କଲି ବିଷ ନ ଭକ୍ଷି ନିଦ୍ରା ଗଲି।
ଦେଖ ଏ ପାହିଲା ଆସି ରାତ୍ର, ଏମନ୍ତ ବୋଲି ବିଷପାତ୍ର। ଦେଖିଲେ ବିଷ ନାହିଁ କିଛି, ପତ୍ର ଯେ ଖଣ୍ଡ କେତେ ଅଛି। ବୋଇଲେ କି ଅଦ୍ଭୁତ ହେଲା, ରଖିବା ବିଷ କେଣେ ଗଲା। ଏମନ୍ତ ବୋଲି ପାତ୍ର ଧରି, ଦୀପ ଲଗାଇ ପାଠ କରି। ଆପଣା ନାମ ଗୋଜା ଜାଣି, ବୋଇଲେ ଶୁଣ ପ୍ରିୟାମଣି। ଏ ହାତ ବଡ଼ ଆଚମ୍ବିତ, କେବଳ ପ୍ରଭୁଙ୍କ ଆୟତ। ଗରଳ ପାତ୍ର କେଣେ ଗଲା, ଆମ୍ଭର ଗୋଜା କେ ଆଣିଲା। କେମନ୍ତେ ଜାଣିବା ଏ କଥା, ମୋର ମନକୁ ଲାଗେ ବ୍ୟଥା। ଏମନ୍ତେ କୁହା କୁହି ହେଲେ, ଆସିଣ ମିଳିଲେ ଅତିଥେ। ବେଳ ପ୍ରହରେ ଅଛି ହୋଇ, ବସିଲେ ମଠ ଦ୍ୱାରେ ଯାଇ। ସମସ୍ତେ ଏକ ସ୍ଥାନେ ବସି, ଦାସଙ୍କୁ ଅନେକ ପ୍ରଶଂସି। ଡାକିଲେ ଆସ ରାମ ଦାସ, କାଲିରୁ ସର୍ବେ ଉପବାସ। ଆମ୍ଭ ଚରଚା ବେଗେ କର, ତା ଶୁଣି ମଠରୁ ବାହାର। ସାଧୁଙ୍କୁ କରିଣ ଦର୍ଶନ, ବିଚାର କଲା ପଞ୍ଚମନ। ଏଥର କି ବୁଦ୍ଧି କରିବି, କାହାକୁ ଯାଇକି ମାଗିବି। ସାହୁମାନଙ୍କ ଦ୍ୱାରେ ଗଲେ, ମହତ ସାରିବେ ମୋ ଭଲେ। ଏମନ୍ତେ ବିଚାରୁଛି ଚିତ୍ତେ, ସାହୁ ଯେ ଆଣିଣ ତୁରିତେ। ବୋଇଲେ ଶୁଣ ହେ ଗୋସାଇଁ, ମନରେ ଦୁଃଖ କାହିଁ ପାଇଁ। ସକାଳ ଯାଏ ନ ରହିଲ, ରାତ୍ର ଅର୍ଦ୍ଧରେ କିମ୍ପା ଗଲ। ସୁଝି ସକଳ ସାହୁ ଧନ, ଘେନିଅଇଲେ ଗୋଜା ପୁଣ। ରାତ୍ର ପାହିବା ଯାଇଥିଲେ, କେବା ତୁମ୍ଭଙ୍କୁ ଦଣ୍ଡୁଥିଲେ। ତା ଶୁଣି ଭକ୍ତ ରାମଦାସ, ପୁଛଇ ସାଧୁଙ୍କର ପାଶ। ତୁମ୍ଭଙ୍କୁ ଧନ ଦେବା ବେଳେ, ଦେଖିଲ ଟିକି ଚର୍ମ ଡୋଳେ। ତା ଶୁଣି ବୋଲନ୍ତି ସାଧୁତେ, ଗୋଜା ଦେଇଛୁ ତୁମ୍ଭ ହସ୍ତେ। ତୁମ୍ଭେ ଆମ୍ଭଙ୍କୁ ଦେଇ ଧନ, ଏବେ ତ କହୁଛ ଏମାନ। ତା ଶୁଣି ଭକ୍ତ ଅତି ଭୋଳେ, ଧନୀମାନଙ୍କୁ ଧରି କୋଳେ। ବୋଇଲେ ଧନ୍ୟ ତୁମ୍ଭେ ମାନେ, ପ୍ରଭୁଙ୍କୁ ଦେଖିଲ ନୟନେ। ମୁଁ କେତେ ପାପ କରିଥିଲି, ଦିନେ ସପନେ ନ ଦେଖିଲି। ତାହା ଶୁଣିଣ ମହାଜନେ, ଅତି ପବିତ୍ର ହେଲେ ମନେ। ବୋଇଲେ ନିଶ୍ଚେ ଭକ୍ତ ହିତେ, ବିଷ୍ଣୁ ଯେ ବିଜୟ ସାକ୍ଷାତେ। ହେ ରାମ ଦାସ ତୋ କୃପାରୁ, ଆମ୍ଭେ ଦେଖିଲୁ ମହାମେରୁ। ତୋ ସଙ୍ଗେ ନଥିଲେ ବ୍ୟାପାର, କାହୁଁ ଦେଖନ୍ତୁ ବିଶମ୍ବର। ଏବେ ଆମ୍ଭର କଥା ଶୁଣ, ଦାରା ତନୟ ଧନ ପ୍ରାଣ। ଆଜ ତୁ ଯାହା କଲେ କର, ଚରଣେ ଶରଣ ତୋହର। ଏମନ୍ତ କହି ଚଳିଗଲେ, ସାଧୁଙ୍କ ପାଇଁ ସଞ୍ଚା ଦେଲେ। ତାହା ଦେଖିଣ ରାମଦାସ, ସମର୍ପି ଅତିଥିଙ୍କ ପାଶ। ନିଜ ପୁରକୁ ଚଳିଗଲେ, ପୁତ୍ର ଭାରିଜା ବସାଇଲେ। କହିଲେ ସକଳ ଚରିତ, ଶୁଣି ସେ ହେଲେ ଆଚମ୍ବିତ। ବୋଇଲେ ପ୍ରଭୁ ବିନାନ,
ଏହାକେ କରିବ ଭାଜନ। ପ୍ରାଣୀ ନ ଜାଣି ମୂଢ଼ପଣେ ବ୍ରହ୍ମ ଅଛନ୍ତି ଅକାରଣେ। ଯାର ମହିମା ଚରାଚର ପୁରୀ ରହିଛି ପରାପର। ଚିନ୍ତିଲେ ନାହିଁ ଭୟ ଭ୍ରାନ୍ତି ନ ଚିହ୍ନି ଜନ୍ମ ମୃତ୍ୟୁ ପାନ୍ତି। ଏମନ୍ତ ବୋଲି ତିନି ଜଣ ଚିନ୍ତିଲେ ଅନନ୍ତ ଚରଣ। ଏକଇ ଚିତ୍ତ ଏକ ମନ ହଇଣ ପ୍ରଭୁ ଲଛମନ। ପାଦ ପଦ୍ମରେ ଚିତ୍ତ ଦେଲେ ଦିବସ ରଜନୀ ବଞ୍ଚିଲେ। ନିରତେ ପର ଉପକାର କରିବା ମୂଳ ଅଟେ ତାର। ଏମନ୍ତ ବଞ୍ଚାଇଲେ ଦିନ ପ୍ରଭୁ ଚରଣେ ଦେଇ ମନ। ଶୁଣ ହେ ମନ ନୃପନାଥ ଦାନର ମହିମା ଏମନ୍ତ। ପାଷାଣ୍ଡ ଲୋକ ଯେଉଁମାନେ ପରତେ ନାହିଁ ତାଙ୍କ ମନେ। ଯେ ଅବା ଜାଣ ଇଏ ଭାବ ତାଙ୍କ ମାନଙ୍କୁ ଏ ଦୁର୍ଲଭ। କହଇ ରାମଦାସ ମନ ମୂଳ ମୋ ପ୍ରଭୁ ଲଛମନ। ସେ ପାଦ ପଦ୍ମରେ ନିରତ ଭ୍ରମର ହେଉ ମୋର ଚିତ୍ତ। ସାଧୁମାନଙ୍କ ପଦ ଧୂଳି ମଣ୍ଡିତ ହେଉ ମମ ଉଳି। ଏମନ୍ତ ଚୈତନ୍ୟ କଥା ଶୁଣି ଛାଡ଼ିବ ଭବ ବ୍ୟଥା। ସୁଜନେ ଶୁଣି ହୁଅ ପାର ସମନ ଦଣ୍ଡରୁ ଉଦ୍ଧାର। କିସ କହିବ ରାମଦାସ ମୂଳଟି ଅଟଇ ବିଶ୍ୱାସ। ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସାମୃତେ ମନ ଚୈତନ୍ୟ ସମ୍ବାଦେ ରାମଦାସ ନାମ ସପ୍ତମ ଅଧ୍ୟାୟ। ଅଷ୍ଟମ ଅଧ୍ୟାୟ ରଘୁ ଅରକ୍ଷିତ ସମ୍ବାଦ। ଚୈତନ୍ୟ ଉବାଚ ହେ ମନ ଶୁଣ ଦିବ୍ୟ ରସ ଅଶେଷ ଜନ୍ମ ପାପ ନାଶ। ଏ ବଡ଼ ଆଚମ୍ବିତ କଥା ଶୁଣି ଛାଡ଼ିବ ହୃଦ ବ୍ୟଥା। ଅମୃତ ରସର ସମାନ ଶୁଣନ୍ତୁ ସ୍ଥିର କରି ମନ। ଯେ ବଣ ବଙ୍ଗ ଦେଶ ନାମ ସକଳ ଦେଶରେ ଉତ୍ତମ। ସେ ଦେଶେ ଏକଇ ସହର ନାମ ତାହାର ହରିପୁର। ସେ ଦେଶେ ଅଟେ ଅଧିପତି ଅଚଳାଚଳ ତା ସମ୍ପତ୍ତି। ନାମ ତା କୃଷ୍ଣ ମହାପାତ୍ର ତାହାର ଏକ ଗୋଟି ପୁତ୍ର। ପତ୍ନୀର ନାମ ତା କମଳା ସଦାନନ୍ଦ ଅତି ଭୋଳା। ପୁତ୍ରର ନାମ ରଘୁନାଥ ଭକ୍ତର ଅଂଶେ ସେହୁ ଜାତ। ଏମନ୍ତେ ତିନି ଜଣ ଥାନ୍ତି କରିଣ ନିର୍ମଳ ଭକତି। ଦୁଃଖୀ ଦରିଦ୍ର ଜନ ଠାରେ ନିରାଶ ନଥାଇ ମନରେ। ଦିଅଇ ଶକ୍ତି ଘେନି ତାର ନିରତେ ପର ଉପକାର। ଅମୃତ ସମାନେ ବଚନ କହି ତ ସଇ ପ୍ରାଣୀ ମନ। ଏମନ୍ତେ କେତେ ଦିନ ଗଲା ପୁତ୍ରକୁ 16 ବର୍ଷ ହେଲା। ତା ଦେଖି ଜନନୀ ପିଅର ଖୋଜି ଉତ୍ତମ ବନ୍ଧୁ ଘର। ମଧ୍ୟ ବଙ୍ଗଳା ଯେ ସହର ସେ କଳାବତୀ ପୁରେ ଘର। କରଣ ନାମ ଗଙ୍ଗାଧର କୁବେର ସମଧନ ତାର। ଶପଥ ପୁତ୍ରରେ କୁମାରୀ ଲକ୍ଷଣବନ୍ତ ସୁକୁମାରୀ। ନାମ ତାହାର ଅନ୍ନପୂର୍ଣ୍ଣା ପଦ୍ମିନୀ ଜାତି ଯେ ସୁଷମା। ଅନେକ ଧନ ବ୍ୟୟ କଲେ କୃଷ୍ଣ ପୁତ୍ରକୁ ବିଭା କଲେ। ଏମନ୍ତେ କେତେ ଦିନ ଗଲା ତାର ସମ୍ପଦ ଚ୍ୟୁତ ହେଲା। ଦରିଦ୍ର ହୋଇ ଦୁଃଖ ପାଇ କଷ୍ଟ ସେ ନ ପାରିଲା ସହି। ଚିନ୍ତା କରିଣ ପିତା ମଲା ମାତା ଅନଳେ ଝାସ ଦେଲା। ରହିଲା ଏକଇ କୁମର ଦଇବେ ଅତି ସୁକୁମାର।
ତା କଷ୍ଟ କହୁନ ସରଇ ଭିକ୍ଷା ମାଣ ସେ ଜିଅଇ। ଏମନ୍ତେ କେତେ ଦିନ ଗଲା ତା ଚିତ୍ତେ ଦିବ୍ୟ ଜ୍ଞାନ ହେଲା। ବିଚାର କଲା ଅନୁକ୍ଷଣ ଏଥେ ମୁଁ ଥିବି କି କାରଣେ। ସକଳ ଜୀବର କରତା ଭକତି ମୁକତିର ଦାତା। କମଳା ଦେବୀ ପ୍ରାଣପତି ଦୀନ ବାନ୍ଧବ ଜଗଜ୍ୟୋତି। ବିଜୟ ଶ୍ରୀ ନୀଳକନ୍ଦର କମ୍ବୁର ଥାଙ୍ଗ ଧରି କର। ସେ ପ୍ରଭୁ ଛାମୁକୁ ମୁଁ ଯିବି ସକଳ କଷ୍ଟ ଜଣାଇବି। ଶ୍ରୀ ମହାପ୍ରସାଦ କୈବଲ୍ୟ ଖାଇ ବଞ୍ଚିବି ମୋର କାଳ। ଦଇବେ ମହାପୁଣ୍ୟ କ୍ଷେତ୍ର ମଲେ ତ ହୋଇବି ପବିତ୍ର। ଏମନ୍ତ ମନେ ବିଚାରିଲା ଶ୍ରୀକ୍ଷେତ୍ରେ ବେଗେ ଚଳିଗଲା। ଦର୍ଶନ କଲା ପଦ୍ମ ମୁଖ ଛାମୁରେ ଜଣାଇଲା ଦୁଃଖ। ପିତା ଜନନୀ ଦୁହେଁ ମଲେ ମୋତେ ଅନାଥ କରିଗଲେ। ଏଣୁଟି ରଘୁଅ ରକ୍ଷିତ ତୋ ପାଦେ ଶରଣ ବାଞ୍ଛିତ। ଭୋ ପ୍ରଭୁ ଯାହା ଇଚ୍ଛା କର କିଣିଲା ଦାସ ମୁହିଁ ତୋର। ଏମନ୍ତ କହି ସ୍ତୁତି କଲେ କ୍ଷେତ୍ରରେ ବୁଲି ଦିନ ନେଲେ। ବୈଷ୍ଣବ ମଠ ଧାରି ଦ୍ୱାରେ ମହାପ୍ରସାଦ ଭିକ୍ଷା କଲେ। ଭାଗ୍ୟେ ମିଳଇ ଯେତେ ଅବା ଆନନ୍ଦେ ତାହା କରେ ସେବା। ପ୍ରଭୁଙ୍କୁ କରି ଦର୍ଶନ ଏହି ପ୍ରକାରେ ବଞ୍ଚେ ଦିନ। ଏମନ୍ତେ କେତେ ଦିନ ଗଲା ଶ୍ୱଶୁର ଘର ତା ଜାଣିଲା। ରଘୁ ଅର୍କ୍ଷିତ ଦୁଃଖ କଥା ସକଳେ ପାଇଲେ ବାରତା। ସମସ୍ତ କୁଟୁମ୍ବ ବସିଣ ଭାବି ଦୁହିତା ପତି ଗୁଣ। ବାଳୁତ କାଳୁ ମାତା ପିତା ଖାଇଣ ହୋଇଲା ଅଚିନ୍ତା। ସର୍ବ ସମ୍ପଦ ନାଶ କରି ଭିକ୍ଷା ମାଗନ୍ତି ଦେଶ ଫେରି। ଅର୍କ୍ଷିତ ଲୋକ ପ୍ରାୟ ହୋଇ ମିଳିଲା ଶ୍ରୀକ୍ଷେତ୍ରରେ ଯାଇ। ସମସ୍ତ ଦ୍ୱାରେ ଭିକ୍ଷା କରେ ପ୍ରାଣ ପୋଷଇ ଅନାଚାରେ। ତାକୁ କେମନ୍ତେ ଝିଅ ଦେବା କରିବା ଅନ୍ୟ ଜନେ ବିଭା। ଏମନ୍ତ ବୋଲିଣ ସମସ୍ତେ ବିଚାର କଲେ ଦୃଢ଼ ଚିତ୍ତେ। ସେହି ରାଜ୍ୟର ରାଜା ପାତ୍ର ନାମ ତା ବାସୁ ମହାପାତ୍ର। ଦୁହିତା ପାଇଁ ତା ପୁତ୍ରକୁ ଖୋଜିଲେ ବିଭା କରିବାକୁ। ଆସନ୍ତା ଫଗୁଣ ମାସରେ ଶୁକ୍ଳ ପକ୍ଷ ପଞ୍ଚମୀରେ। ବିଭା କରିବା ହେବା ମୂଳ ତା ଶୁଣି ଦୁହିତା ବିକଳ। ମନେ ବିଚାର ହେଲା ତାର ଧିକ ଜୀବନ ଅଟେ ମୋର। ମୋ ପ୍ରାଣନାଥ ଥାଉଁ ଥାଉଁ ବିଭା କରିବେ ମୋତେ ଆଉ। ମୁଁ ପୁଣି ଧରି ଏ ଶରୀର ବଦନ ଚାହିଁବି କାହାର। ଏମନ୍ତ ମନେ ବିଚାରିଣ ଚିତ୍ତେ ଚିନ୍ତିଲା ନାରାୟଣ। ହେ ପ୍ରଭୁ ଗଜ ନିସ୍ତାରଣ ଦ୍ରୌପଦୀ ଲଜ୍ଜା ନିବାରଣ। ମୃଗୁଣୀ ଉଦ୍ଧାରଣ ପ୍ରାୟ ମୋତେ ଉଦ୍ଧୋଇ ଦେବରାଏ। ଭେଟ କରାଅ ମୋର କାନ୍ତ ନଇଲେ ମରିବି ନିୟତ। ଏମନ୍ତ ଚିନ୍ତି ଭଗବାନ ବିଚାର କଲା ତାର ମନ। କେବେ ଯିବ କ୍ଷେତ୍ର ବରେ କହିବ ମୋ ପତି ଛାମୁରେ। ଏମନ୍ତେ ବିଚାରୁ ବିଚାରୁ କେତେ ହେଁ ଜଣ ସେ ଗ୍ରାମରୁ। ଶ୍ରୀ ଜଗବନ୍ଧୁଙ୍କ ଦର୍ଶନ ନିମନ୍ତେ କରନ୍ତେ ଗମନ। ତା ଦେଖି ଆନନ୍ଦ ସୁନ୍ଦରୀ ପତ୍ର ଲେଖିଲା ଗୋପ୍ୟ କରି। ବୋଇଲା ହେ ପ୍ରାଣେଶ୍ୱର ମୁଁ ଯେବେ ଦାସୀଟି ତୁମ୍ଭର। ଆସନ୍ତା ଫଗୁଣ ମାସରେ ଶୁକ୍ଳ ପକ୍ଷ ପଞ୍ଚମୀରେ। ଏ ରାଜ୍ୟ ପାତ୍ର କୁମରକୁ ବିଭା କରିବେ ମୋତେ ତାକୁ। ଏଥକୁ ଚାହିଁବେ गे ଆସ ମୋ ଠାରେ ଅଛି ଯେବେ ଆସ। ଆସନ ଆସ ତୁମ୍ଭ ମନ ମୁଁ ଏବେ ଗଣୁଅଛି ଦିନ। ଯେବେ ଏକାଠି ପରିଜନ୍ତେ ଦେଖା ନ ଦେବ ତୁମ୍ଭେ ମୋତେ। ପ୍ରାଣ ଛାଡ଼ିବି ଆତ୍ମଘାତେ ଲାଗିବ ସ୍ତ୍ରୀ ହତ୍ୟା ତୋତେ। ଏମନ୍ତେ ଚିଟାଉ ମୁଦିଲା
ପଥୁକି ଜନ ହସ୍ତେ ଦେଲା। ବିନୟେ କହିଲା ବହୁତ କ୍ଷେତ୍ରେ ଅଛନ୍ତି ମୋର କାନ୍ତ। ରଘୁଅର୍କ୍ଷିତ ନାମ ତାର ଭିକ୍ଷା ମାଗନ୍ତି ଦ୍ୱାର ଦ୍ୱାର। ଏ ଲେଖା ଦେବ ତାଙ୍କ ହସ୍ତେ ଜୀବନ ଦାନ ଦେବ ମୋତେ। ଜନ୍ମ ଜନ୍ମରେ ଉପକାର ସୁଝି ନ ପାରିବି ତୁମ୍ଭର। ଏମନ୍ତ କହିଲା କବାଳି ପଥୁ ଜୀବନ ଗଲେ ଚଳି। କେତେ ହେଁ ଦିନ କଉତାରେ ମିଳିଲେ ଯାଇ କ୍ଷେତ୍ରବରେ। ଏକଇ ସ୍ଥାନେ ବସା କରି ପ୍ରଭୁଙ୍କ ଦର୍ଶନ ସାରି। ସୁନ୍ଦରୀ କଥା ଅଛି ମନେ ତାପତି ଲୋଡ଼େ ପ୍ରତିଦିନେ। ରଘୁଅର୍କ୍ଷିତ ନାମ ଧରି ଯାହାଙ୍କୁ ଦେଖିଲେ ପଚାରି। ଏମନ୍ତେ କେତେ ଦିନ ପରେ ଭେଟ ପଡ଼ିଲା ସିଂହଦ୍ୱାରେ। ନାମ ଗୋତ୍ର ହି ପଚାରିଲେ ଚିଟାଉ ତାର ହସ୍ତେ ଦେଲେ। ବୁଝ ହେ ପତ୍ର ପାଠ କରି ଦେଇଅଛନ୍ତି ତୁମ୍ଭ ନାରୀ। ତା ଶୁଣି ରଘୁଅରକ୍ଷିତ ଚିଟାଉ ଧରିଣ ଏକାନ୍ତ। ସକଳ ବୃତ୍ତାନ୍ତ ବୁଝିଲେ କି ବୁଦ୍ଧି କରିବି ବୋଇଲେ। ପଥ ଅଟଇ ମାସ କର ନଗଲେ ମଲା ପ୍ରିୟା ମୋର। କଣ୍ଟ ରହିଲା 10 ଦିନ ନଗଲେ ଯୁବତୀ ରତନ। ନିଶ୍ଚୟ ମରିବ ଆତ୍ମଘାତେ ଏଥକୁ ସାହା ଜଗନ୍ନାଥେ। ଏମନ୍ତ ବୋଲି ଚଳିଗଲେ ପ୍ରଭୁଙ୍କ ଛାମୁରେ ମିଳିଲେ। ସାଷ୍ଟାଙ୍ଗେ କରି ଦଣ୍ଡବତ ଉଠି କପାଳେ ଦେଇ ହସ୍ତ। ବୋଇଲେ ପ୍ରଭୁ ଚକ୍ର ପାଣି ଚିତ୍ତାର୍ଥୀ ଜନ ଚିନ୍ତାମଣି। ନମସ୍ତେ ବାଞ୍ଛା କଳ୍ପତରୁ କୃପା ସମୁଦ୍ର ମହାମେରୁ। ଭୃତ୍ୟ କାମନା କାମଧେନୁ ଘୋର ବିପତ୍ତି ତମ ଭାନୁ। ମୋର ସଙ୍କଟ ନିବାରଣେ ତୁମ୍ଭହୁ ନାହିଁ ଅନ୍ୟ ଜଣେ। କିସ କରିବି ଦେବ ସ୍ୱାମୀ ତୁମ୍ଭେ ତ ସର୍ବ ଅନ୍ତର୍ଯ୍ୟାମୀ। ବାରେକ ଫେଡ଼ ଅଭିମାନ ନହିଲେ ଗଲାଟି ଜୀବନ। ପ୍ରଭୁ ନହିଲେ ସାହା ପକ୍ଷ ସଂସାରେ ନାହିଁ ମୋତେ ରକ୍ଷ। ଭାସିଲା ରଘୁଅରକ୍ଷିତ ବୋଲିଣ ଚଳିଲା ତ୍ୱରିତ। ମିଳିଲା ସିଂହଦ୍ୱାରେ ଯାଇ ଛିଣ୍ଡା କତରା ପାରି ଶୋଇ। ଚିନ୍ତିଣ ଶରଣ ପଞ୍ଜର ହାରିଲା ଦେହୁ ବୁଦ୍ଧି ତାର। ଘୋର ନିଦ୍ରାରେ ଆସକତ ତାହା ଜାଣିଲେ ଜଗନ୍ନାଥ। ଭୃତ୍ୟ ବତ୍ସଳ ଯାର ବାନା ଲାଗିଲା ସେବକ ବେଦନା। ପ୍ରଭୁ ତା ସହି ନ ପାରିଲେ ବେତାଳ ରାଇ ଆଜ୍ଞା ଦେଲେ। ବୋଇଲେ ଏହି କ୍ଷଣି ଯିବ ମୋର ଭକ୍ତକୁ ବହି ନେବ। ନିଦ୍ରା ନ ଭାଙ୍ଗୁ ତୋଳି ନେବ ତୁମ୍ଭେ ନେବାର ନ ଜାଣିବ। ଯେ କଳାବତୀ ପାଟଣାର ରଘୁଅର୍କ୍ଷିତ ବନ୍ଧୁ ଘର। ଛାଡ଼ି ଆସିବ ସେହିଠାର ଯାଅରେ ବିଳମ୍ବ ନ କର। ବେତାଳ ପ୍ରଭୁ ଆଜ୍ଞା ପାଇ ଚଳିଲେ ଅତି ବେଗ ହୋଇ। ରଘୁଅର୍କ୍ଷିତ ପାଶେ ମିଳି କଚରା ସଙ୍ଗତରେ ତୋଳି। ମାୟା ପଲଙ୍କେ ଶୁଆଇଲେ ଶୂନ୍ୟ ମାର୍ଗରେ ବହି ନେଲେ। ପ୍ରବେଶ କଳାବତୀପୁରେ ଦାସଙ୍କ ଶ୍ୱଶୁର ଦୁଆରେ। ନିଶ୍ଚିନ୍ତେ ଶୁଆଇ ଅଇଲେ ପ୍ରଭୁଙ୍କ ଛାମୁରେ କହିଲେ। କହି ଚଳିଲେ ନିଜପୁର ଏମନ୍ତ ଉଦେ ଦିବାକର। ରଘୁଅର୍କ୍ଷିତ ଦେଲା ଚାହିଁ ଦେଖିଲା କ୍ଷେତ୍ର ବନେ ନାହିଁ। ବିଚାର କଲା ତାର ଚିତ୍ତ ଏତ ଅଟଇ ବିପରୀତ। ଥିଲି ମୁଁ ସିଂହ ଦ୍ୱାରେ ଶୋଇ କେ ମତେ ଗଲା ଏଥେ ଥୋଇ। ଏହା ମୁଁ ଜାଣିବି କେମନ୍ତେ କାହାକୁ ପଚାରିବି ଏଥେ। ଏ ପୁଣି ଅଟେ କେଉଁ ଗ୍ରାମ କାହାର ଅଟେ ଆଶ୍ରମ। ଏମନ୍ତ ବିଚାରିତା ମନେ ପୁଛିଲା ଗତାଗତ ଜନେ। ଲୋକେ ବୋଇଲେ ତାହା ଶୁଣି ଶୁଣ ଭିକ୍ଷୁକ ଆମ୍ଭବାଣୀ। ଏ ଅଟେ କଳାବତୀପୁର ଏ କୃଷ୍ଣ ମହାପାତ୍ର ଘର। ଶୁଣି ଭକତ ମନେ ଗୁଣି ମୋ ଚିନ୍ତା ଜାଣି ଚକ୍ରପାଣି।
পেশিলে মায়া କରି ଏଥେ ଆନର ବଳେ ନୁହେଁ ଏତେ ବ୍ରହ୍ମାଣ୍ଡ ଯାର ଖେଳ ଘର ଏ କଥା କେତେ କମାତର ଏମନ୍ତେ ବିଚାରୁ ତା ମନେ ଘରୁ ବାହାରି ଶଳା ମାନେ ଦ୍ୱାରେ ଦେଖିଲେ ଉପଗତ ହୋଇଛି ରଘୁ ଅରକ୍ଷିତ ଛିଣ୍ଡା ଲେଙ୍କଡ଼ା ବେଶ ହୋଇ ଚିହ୍ନି ଘରକୁ ଗଲେ ଧାଇଁ କହିଲେ ପିତାଙ୍କ ଛାମୁରେ ତୁମ୍ଭ ଦୁହିତା ପତି ଦ୍ୱାରେ ବସିଛି କେମନ୍ତ ପ୍ରକାରେ ଚାଲ ଦେଖିବ ଧାତିକାରେ ତା ଶୁଣି ଜନନୀ ପିଅର ପୁତ୍ର ଦୁହିତା ଆଦିତାର ମନ୍ଦିର ବାହାର ହୋଇଲେ ବସିଛି ଅନାଇଣ ଦେଲେ ଦୁହିତା ଦେଖି ମହାସୁଖୀ ସବୁରି ମୁଖ ଗଲା ସୁଖୀ ବୋଇଲେ ଦଇବ କି କଲା ଆସିଛ ମନ୍ଦ କୃତ୍ୟ ହେଲା ନ କଲେ ଏହାକୁ ଅର୍ଚ୍ଚନା ପାଇବା ଲୋକେ ନିନ୍ଦା ସିନା ଏମନ୍ତେ ବୋଲି ଡାକି ନେଲେ ସ୍ନାନ ମାର୍ଜନ କରାଇଲେ ଦିବ୍ୟ ବିଷଣ ପିନ୍ଧାଇଲେ ନାନାଦି ଅଳଙ୍କାର ଦେଲେ ଭୋଜନ ଆଦି କର୍ମ ଯେତେ ସକଳ ସାରିଲେ ତୁରିତେ କପଟ ରକ୍ଷୀଣ ହୃଦୟରେ ତୋଷିଲେ ଅନେକ ପ୍ରକାରେ ଏଥି ଉତ୍ତାରେ ତାତ ମାତ ଦୁହିତା ଛାଡ଼ି ସାତ ସୁତ ଏକାନ୍ତେ ବସି ବିଚାରିଲେ କି ବୁଦ୍ଧି କରି ଭାବିଲେ ଏଥକୁ ଉପାୟ କରିବା ଭୋଜନ ବେଳେ ବିଷ ଦେବା ମଲେ ରଘୁ ଅରକ୍ଷିତ ଦୁହିତା ନହି ବନାଥ ଏମନ୍ତ କହିବାରୁ ତାତ ସମସ୍ତେ କଲେ ସନମତ ସମ୍ମତ କରି ଚଳିଗଲେ ଗୋପ୍ୟ ଗରଳ ଅଣାଇଲେ ଅନ୍ନ ବ୍ୟଞ୍ଜନ ପିଠା କ୍ଷୀରି ରନ୍ଧନ କଲେ ବିଷ ଭରି ତାହା ଜାଣିଲା ମହାସତୀ ହୃଦ ପଦ୍ମରେ କଲା ଭୀତି ଏକେ ଚତୁରୀ ଶିରୋମଣି ଚରକ ଭାବେ ତାହା ଜାଣି ବିଚାର କଲା ତାର ମନ ନିଶ୍ଚୟ ପତିର ଜୀବନ ଗରଳ ଦେଇ ନ ହରିବେ କି ବୁଦ୍ଧି କରିବି ମୁଁ ଏବେ ଏମନ୍ତ ବୋଲି ପତ୍ର ଧରି ଲେଖିଲା ଶ୍ରୀହରି ସୁମରି ବିଷ ଯେ ଭରିଛନ୍ତି ଏଥେ ଭୁଞ୍ଜିବ ନାହିଁ କଦାଚିତେ ଏମନ୍ତ ଲେଖି ଗୋପ୍ୟ କରି ପିଠା ଗୋଟିକ ମଧ୍ୟ ଭରି ଥୋଇଲା ବିଷ ପିଠା ପରେ ଶୁଣ ହେ ଏଥୋ ଅନନ୍ତରେ ରଘୁ ଅର୍କ୍ଷିତ କୋତରିତେ ଡାକିଲେ ଭୁଞ୍ଜିବା ନିମନ୍ତେ ଆଦର କରି ଘେନି ଗଲେ ଗମ୍ଭୀର ମଧ୍ୟ ବସାଇଲେ ରଘୁ ଅର୍କ୍ଷିତେ ପାଦ ଧୋଇ ବସିଲେ ଆସନରେ ଯାଇ ବିଷ ମିଶ୍ରିତ ଦ୍ରବ୍ୟ ଯେତେ ବାଢ଼ିଲେ ରଘୁର ନିମନ୍ତେ ଆନନ୍ଦେ ରଘୁ ଅରକ୍ଷିତ ଧ୍ୟାନେ ଚିନ୍ତିଲେ ଜଗନ୍ନାଥ ଜଳ ଗଣ୍ଡୁଷ करे ଧରି ପ୍ରଭୁଙ୍କୁ ନୈବେଦ୍ୟ କରି ଭକ୍ଷିବି ବୋଲି ଭକତ ଧଇଲା ବିଷ ପିଠା ହସ୍ତ ପ୍ରଭୁ ଆଜ୍ଞାରେ ପିଠା ଗୋଟି ଭାଙ୍ଗନ୍ତେ ତଳେ ପଡ଼େ ଚିଠି ଧରିଣ ପଢ଼ିଲା ତରିତେ ବିଚାର କଲା ହୃଦଗତେ ନ ଜାଣି ଅପରାଧ କଲି ପ୍ରଭୁଙ୍କୁ ବିଷ ଭୁଞ୍ଜାଇଲି ବୁଦ୍ଧି ଯେ ନଦୀ ସଇ ମତେ ପ୍ରସାଦ ଛାଡ଼ିବି କେମନ୍ତେ ଜନମ ହୋଇଲେ ନିୟତ ଅବଶ୍ୟ ମରିବାର ସତ ଯେବେ ମୁଁ ପ୍ରସାଦ ଛାଡ଼ିବି କାଳେ କି ଅମର ହୋଇବି କେବଳ ପ୍ରଭୁ ଅପରାଧେ ପଡ଼ିବି ମହାନର୍କ ମଧ୍ୟେ ଏଥେ ପାଇବି ଯେଉଁ ଲାଭ ଭୁଞ୍ଜିବା କଥା ମୋ ଦୁର୍ଲଭ ଏମନ୍ତେ ବିଷ ଦ୍ରବ୍ୟ ଧରି ଭୁଞ୍ଜିଲା ଗୋବିନ୍ଦ ସୁମରି ତିଳ ପ୍ରମାଣେ ନ ଥୋଇଲା ପ୍ରସାଦ ବୋଲି ତା ଭୁଞ୍ଜିଲା ଦେଖୁ ଦେଖୁ ସେ ମହାବିଷ ଉଦରେ ହୋଇଲା ପ୍ରବେଶ ଘୋଟିଲା ବ୍ରହ୍ମ ଘରେ ଯାଇ ଢଳିଣ ପଡ଼ିଲା କମହି ହାରିଲା ଭକତ ଜୀବନ ଦେଖି ଆନନ୍ଦ ଗୃହଜନ ଆଣ୍ଟେ କବାଟ କିଳି ଦେଲେ ପୁତ୍ରକୁ ଚାହିଁ ପିତା ବୋଲେ ରଜନୀ ପ୍ରଭା ତରୁଣୀୟ ନ ପୋଡ଼ି ପୋତି ନ ପକାଅ
ଲୋକେ ପୁଛିଲେ କହ ଏତେ ଜୁଆଇଁ ମଲା ସର୍ପଘାତେ। ଶୁଣିଣ ସମସ୍ତେ ହରସ ଏଥୁ ଅନନ୍ତେ ଶୁଣ ରସ। ସେ ରଘୁ ଅର୍ଖିତ ଘରଣୀ ପତି ନିଧନ କଥା ଶୁଣି। ବିଚାର କଲା ତାର ଚିତେ ଅଗ୍ନିର ସଙ୍ଗ ହେଲା ମତେ। ଯାହା ଲେଖିଛି ବେଦବର ଅନ୍ୟଥା କରୁ କାହା ଛାର। ଏମନ୍ତ ବୋଲି ସେ ତରୁଣୀ ଚିନ୍ତିଲା ପ୍ରଭୁ ଚକ୍ରପାଣି। କମ୍ପିଲା ରତ୍ନ ସିଂହାସନ ଜାଣିଲେ ପ୍ରଭୁ ଭଗବାନ। ଭୃତ୍ୟକୁ ପଡ଼ିଲା କଷଣ ସେଠାରୁ ଅଇଲେ ବହନ। ପ୍ରବେଶ କଳାବତୀପୁରେ ଭୃତ୍ୟ ପଡ଼ିଛି ଯେଉଁଠାରେ। ତହିଁ ବିଜୟ ଦେବ ହରି ଦେଖିଲେ ଭୃତ୍ୟ ଅଛି ମରି। ତୋଳି ଧଇଲେ ଦେବତାଏ ପୁତ୍ରକୁ ଯେହ୍ନେ ବାପା ମାଏ। ଜଗତନାଥ ପଦ୍ମ କରେ ଆଶ୍ୱାସୀ ସର୍ବାଙ୍ଗ ଯାକରେ। ବୋଇଲେ ଉଠରେ ନନ୍ଦନ କିମ୍ପା ତୁନି ଦେ ଅଚେତନ। ଯାହା ସହାୟ ପିତ୍ତବାସ ତାର ଗରଳ ଛାର କିସ। ତକ୍ଷଣେ ପାଇଲା ଜୀବନ ପ୍ରଭୁ ହୋଇଲେ ଅନ୍ତର୍ଧ୍ୟାନ। ଭକତ ଉଠି ବେଗ ହୋଇ ପାଶେ ଦେଖିଲା କେହି ନାହିଁ। ବିଚାର କଲା ତାର ଚିତେ ପ୍ରଭୁ କରୁଣା କଲେ ମତେ। ଗରଳ ତାପୁ ଉଦ୍ଧାରିଣ ପ୍ରଭୁ ବୋଇଲେ ଅନ୍ତର୍ଧ୍ୟାନ। ଏମନ୍ତ ବୋଲି ଉଠି ବସି ଭାବେ ଶ୍ରୀହରି ନାମ ଘୋଷି। ଏଥି ଉତ୍ତାରୁ ରାତ୍ର ଶେଷ ଦିବସ ହୋଇଲା ପ୍ରବେଶ। ପିତା ପୁତ୍ରକୁ ଘେନି ଗଲା କବାଟ ଫେଡ଼ି ଅନାଇଲା। ବସିଛି ରଘୁ ଅରକ୍ଷିତ ଶ୍ରୀହରି ପାଦେ ଦେଇ ଚିତ। ଉଭଜୁଛି ରାମ କୃଷ୍ଣ ହରି ତାଟକା ହେଲେ ଦେଖି କରି। ବୋଇଲେ ତ ବିଷ ଖାଇ କେମନ୍ତେ ଅଛି ପ୍ରାଣ ପାଇ। ଏ ନିଶ୍ଚେ ନୁହଁ ଇଟି ସାନ ଜାଣ ଏ ଦୈବ ସମାନ। ଏମନ୍ତେ ବୋଲି ଯେଝା ମତେ ମିଳିଲେ ରଘୁର ଗ୍ରତେ। କହି ବିନୟ କଥା ମାନ ବୋଇଲେ ବାନ୍ଧବ ହେ ଶୁଣ। ଆମ୍ଭେ ଅପରାଧ କଲୁ ଯେତେ ଚିତ୍ତେ ନ ଧର କଦାଚିତେ। ତା ଶୁଣି ରଘୁ ଅରକ୍ଷିତ ବୋଇଲା ଶୁଣ ହେ ଉଚିତ। ତୁମ୍ଭର କିଛି ନାହିଁ ଦୋଷ ପୂର୍ବେ କାହାକୁ ଦେଲି ବିଷ। ତେଣୁ ଏ ଜନ୍ମେ କଲି ପାନ ଅର୍ଜିଲା କଥା ନୁହେଁ ଆନ। କେବଳ ମୋର ପ୍ରାଣପତି ଅଟନ୍ତି ଦାରୁ ବ୍ରହ୍ମମୂର୍ତ୍ତି। ତେଣୁ ପାଇଲି ମୁହିଁ ପ୍ରାଣ କଥାଏ କହୁଅଛି ଶୁଣ। ଦେଖି ମୋ ଦରିଦ୍ର ସ୍ୱଭାବ ତୁମ୍ଭ ଦୁହିତାନେ ଦେବ। ସକଳେ କରିଛ ବିଚାର ଆମ୍ଭେ ଯାଉଛୁ ଦୟା କର। କିବା ଧର୍ମକୁ ଥିଲେ ଭୟ ମୋହର ପତ୍ନୀ ମତେ ଦିଅ। ସଙ୍ଗତେ ଘେନି ଯିବି ଚଳି ସେ ମୋର ଦୁଃଖୀର ସଂଖାଳି। ନୋହିଲେ ଯେ ଇଚ୍ଛା ତୁମ୍ଭର ଗଲିଟି ଦୋଷ ନାହିଁ ମୋର। ଏମନ୍ତ ବୋଲି ରାମ ହରି ମୁକୁନ୍ଦ ମାଧବ ମୁରାରି। ଭକ୍ତ ଗୋବିନ୍ଦ ଦାମୋଦର ମନ୍ଦିରୁ ହୋଇଲେ ବାହାର। ତା ଦେଖି ଗୃହଜନ ଯେତେ ପଛରେ ଧାଇଁଲେ ସମସ୍ତେ। ବୋଇଲେ ଆଜି ମାତ୍ର ରହ ପତ୍ନୀ କି ତୋର ଘେନି ଯାଅ। ତା ଶୁଣି ରଘୁ ଅରକ୍ଷିତ ରହିଲେ ନାହିଁ କଦାଚିତ। ଦେଖି ଶ୍ୱଶୁର ଶଳା ଗଲେ ମନ୍ଦିରେ ପ୍ରବେଶ ହୋଇଲେ। ପୁଛିଲେ ଦୁହିତା ଅଗ୍ରତେ କହ କି ବିଚାରୁଛୁ ନିଶ୍ଚିତେ। କୁମାରୀ ବୋଲେ ଶୁଣ ତାତ ଯିବି ମୋ ସ୍ୱାମୀର ସଙ୍ଗତ। ସେ ଯୋଗୀ ମୁଁ ତାହାର ଥାଳ ମୋତେ ରଖିଲେ ଅମଙ୍ଗଳ।
ଅଧିକ କି କହିବି ତତେ, ଦୋଚାରି କରିବୁ କି ମତେ। ମୁଁ ନୁହେଁ ମନ୍ତ ତରୁଣୀ, ହତ୍ୟାରେ ହୋଇବୁ କାରିଣୀ। ଶୁଣି ଦୁହିତା ସଜ କଲେ, ବସ୍ତ୍ରଭୂଷଣ ଧନ ଦେଲେ। ସଙ୍ଗତେ ଘେନି ଗଲେ ଚଳି, ରଘୁ ଅର୍ଖିତ ପାଶେ ମିଳି। ବୋଇଲେ ତୁମ୍ଭ ପତ୍ନୀ ନିଅ, ଆମ୍ଭଙ୍କୁ ଦୟା କରିଥାଅ। ତାତ ଜନନୀ ଥାଇ ଭଲେ, ସଂସାର ଲଜ୍ଜା ଛଡ଼ାଇଲେ। ସମର୍ପି ଦେଲେ କରେ କର, ବୋଇଲେ ପତ୍ନୀ ନିଅ ତୋର। ଆଜୁ ଏ ଲାଗିଲାଟି ତୋତେ, କହି ଚଳିଲେ ଯେଝା ମତେ। ଏଥି ଉତ୍ତାରୁ ସ୍ୱାମୀ ପାଦେ, ପତ୍ନୀ ପଡ଼ିଲା ଅପ୍ରମାଦେ। ଉଠି କପାଳେ ଦେଲା ହାତ, ବୋଇଲା ହେ ପ୍ରାଣନାଥ। କେଣିକି ଯିବା ବିଜେ କର, ଏଥିରେ ବିଳମ୍ବ ନ କର। ତା ଶୁଣି ରଘୁ ଅରକ୍ଷିତ, ଧଇଲା ନିଜ ପତ୍ନୀ ହାତ। ଚଳିଣ ଗଲେ ଯେଝା ମତେ, ଶୁଣ ହେ ମନ ନୃପନାଥେ। ଭକତ ନିମନ୍ତେ ଶ୍ରୀବତ୍ସ, ହୁଅନ୍ତି ସେଡ଼େ ସମକ୍ଷ। କେବଳ ନିର୍ମଳ ହୃଦରେ, ଡାକିଲେ ଲକ୍ଷେ ଯୋଜନରେ। ପାଶେ ଡାକିଲା ପ୍ରାୟ ମଣି, ତାକୁ ରଖନ୍ତି ଚକ୍ରପାଣି। କୁଟିଳ ହୃଦ ଯେଉଁ ନର, ସେ ଡାକୁ ରହିଣ ପାଶର। ଡାକୁ ବଧିର ଜନମତେ, ଶୁଣନ୍ତି ନାହିଁ କଦାଚିତେ। ଏଣୁ ବିଶ୍ୱାସ ଏକାମୂଳ, ଶୁଣ ହେ ମନ ମହିପାଳ। ଏ ଦାଢ଼୍ୟ ଭକ୍ତି ରସାମୃତ, ଅଶେଷ ରସର ଉଦିତ। ସୁଧା ପୂରିତ ପଦେ ପଦ, ବିଷୟା ବିଷକୁ ଏ ଗଦ। କହଇ ବିପ୍ର ରାମଦାସ, ମୋ ପ୍ରଭୁ କମଳା ବିଳାସ। ସୁଜନେ ଏହି ରସେ ରସ, ମୋହର କ୍ଷମା କର ଦୋଷ। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ରଘୁ ଅରକ୍ଷିତ ବିଷଭକ୍ଷଣେ ନାମ ଅଷ୍ଟମ ଅଧ୍ୟାୟ।